ରାଜନୀତି ନୁହେଁ ଏହା ଦେଶ ନିର୍ମାଣ। କଟକ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ କରିବା ପରେ ପ୍ରତିକ୍ରିୟା ରଖିଲେ ସଂତୃପ୍ତ ମିଶ୍ର। କହିଲେ, ମୁଁ ନିଜ ପାଇଁ ଯାହା କରିବା କଥା କରିସାରିଛି। ଏବେ କଟକ ପାଇଁ ଏବଂ ଓଡ଼ିଶା ପାଇଁ କିଛି କରିବାର ଇଚ୍ଛା ଅଛି। କେନ୍ଦ୍ରାପଡ଼ାରୁ ହିଁ ଆରମ୍ଭ ହେବ ପରିବର୍ତ୍ତନ। ଏଥର ଆମେ ଅଧିକାଂଶ ଲୋକସଭା ଓ ବିଧାନସଭା ସିଟ୍ ଜିତିବୁ, ଏଥିରେ ସନ୍ଦେହ ନାହିଁ। କେନ୍ଦ୍ରାପଡ଼ା ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ପ୍ରାର୍ଥୀଙ୍କ ପୁରାତନ ଅପରାଧିକ ତଥ୍ୟ ପ୍ରକାଶ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ରାଜନୈତିକ ଦଳମାନେ ତାଙ୍କ ପ୍ରାର୍ଥୀମାନଙ୍କ ବିଚାରାଧୀନ ଅପରାଧିକ ମାମଲାଗୁଡ଼ିକ ତଥ୍ୟ ସେମାନଙ୍କ ୱେବସାଇଟରେ ସାର୍ବଜନୀନ କରିବେ। ଯେଉଁମାନେ ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି ସେମାନଙ୍କ ଚୟନର କାରଣ ସହିତ ଅପରାଧିକ ମାମଲା ବିହୀନ ଅନ୍ୟ ବ୍ୟକ୍ତିମାନଙ୍କୁ କାହିଁକି ପ୍ରାର୍ଥୀ ଭାବରେ ଚୟନ କରାଯାଇପାରିବ ନାହିଁ ତାହାର ବିବରଣୀ ମଧ୍ୟ ପ୍ରକାଶ କରିବେ। ଏହି ସୂଚନା ଗୋଟିଏ ସ୍ଥାନୀୟ ଭାଷାର ଖବରକାଗଜ ଏବଂ ଗୋଟିଏ ଜାତୀୟ ଖବରକାଗଜ, ଫେସବୁକ୍ ଏବଂ ଟ୍ୱିଟର ସମେତ ରାଜନୈତିକ ଦଳର ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ପ୍ରକାଶିତ ହେବ। ପ୍ରାର୍ଥୀ ଚୟନର 48 ଘଣ୍ଟା ମଧ୍ୟରେ କିମ୍ବା ନାମାଙ୍କନ ପତ୍ର ଦାଖଲ କରିବାର ପ୍ରଥମ ତାରିଖର 2 ସପ୍ତାହରୁ କମ୍ ସମୟ ମଧ୍ୟରେ ଏହି ବିବରଣୀଗୁଡ଼ିକର ସବିଶେଷ ତଥ୍ୟ ସାର୍ବଜନୀନ କରାଯିବ। ସମ୍ପୃକ୍ତ ରାଜନୈତିକ ଦଳ ଉକ୍ତ ପ୍ରାର୍ଥୀ ଚୟନର 72 ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଏହି ନିର୍ଦ୍ଦେଶଗୁଡ଼ିକର ଅନୁପାଳନ କରି ସବିଶେଷ ରିପୋର୍ଟ ଦାଖଲ କରିବେ। ରାଇଜିଂ ଇଣ୍ଡିଆ ଯୋଜନାରେ ରାଜ୍ୟରେ ହେବ ପ୍ରଧାନମନ୍ତ୍ରୀ ସ୍କୁଲ। କେନ୍ଦ୍ର ଶିକ୍ଷା ବିଭାଗ ସହ MOU କରିବାକୁ ରାଜ୍ୟର ନିଷ୍ପତ୍ତି। 2024-25 ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ MOU ସ୍ୱାକ୍ଷର ହେବ। ଚିଠି ଲେଖି ଜଣାଇଲେ ବିଭାଗୀୟ ସଚିବ ଅଶ୍ୱତୀ ଏସ୍। ପିପିଲିରୁ ବିଜେଡି ପ୍ରାର୍ଥୀ ହେଲେ ରୁଦ୍ର ମହାରଥୀ। କହିଲେ, ଏ ମାଟିର ପୁଅ ହିସାବରେ ଏ ଅଞ୍ଚଳର ଦାୟିତ୍ୱ ମୋର।